ଶିମିଳିପାଳ ବନ୍ୟପ୍ରାଣୀ ଦକ୍ଷିଣ ଡିଭିଜନ ଅନ୍ତର୍ଗତ ଭଞ୍ଜବସା ବନ୍ୟପ୍ରାଣୀ ରେଞ୍ଜ ଅଞ୍ଚଳର ଜଙ୍ଗଲ ଭିତରେ ଗତକାଲି ବୁଧବାର ସନ୍ଧ୍ୟା ସମୟରେ ଡ୍ୟୁଟି କରୁଥିବା ଜଣେ ଟିପିଏଫ୍ କର୍ମୀ ହାତୀ ସମ୍ମୁଖରେ ପଡ଼ିଯିବାରୁ ଏକ ହାତୀ ଶୁଣ୍ଢରେ ଧରି ତାଙ୍କୁ କଚାଡ଼ି ଦେଇଥିଲା। କର୍ମଚାରୀ ଜଣକ ଗୁରୁତର ହୋଇଛନ୍ତି। ଗୁରୁତର ଟିପିଏଫ୍ କର୍ମଚାରୀ ଜଣକ ଭଞ୍ଜବସା ବନ୍ୟପ୍ରାଣୀ ରେଞ୍ଜ ଅନ୍ତର୍ଗତ ଧୋବିଘାଟ ସେକ୍ସନର ଗୋବର୍ଦ୍ଧନ ନାୟକ ବୋଲି ସୂଚନା ମିଳିଛି। ତାଙ୍କ ଘର ଠାକୁରମୁଣ୍ଡା ବ୍ଲକ ଅନ୍ତର୍ଗତ କେଶଡିହା ଗ୍ରାମରେ ବୋଲି ଜଣାପଡ଼ିଛି। ଭାଇ କେତେବେଳେ ଘଟଣା? 5:30 ମାନେ ତୁମକୁ ଧରିକିରି କାଚିଦେଲା? ନା ମୁଁ ପଡ଼ିଗଲି ପଡ଼ିଗଲି ସେ କେମିତି ପଡ଼ିଯାଇଛି ମାଡ଼ି ବସି। କେତେ ଆସିଥିଲେ? ଗୋଟେନି। ତାପରେ ତୁମେ ଆସିଲ କେମିତି? ପିଲାକୁ ଆଣିକି ଆସିଲି। ଠିକ୍ ଠିକ୍। ଏଇଟା କେଉଁ ଜାଗାରେ ଘଟଣା? ଡୁଡିଉଲି କୋଉଠିକା? ଡୁଡିଉଲି ଧୋବିଘାଟ। ଘଟଣାସ୍ଥଳରୁ ସାଙ୍ଗରେ ଥିବା ସହକର୍ମୀମାନେ ତାଙ୍କୁ ଉଦ୍ଧାର କରି ବନ୍ୟପ୍ରାଣୀ ବିଭାଗ ଗାଡ଼ିରେ ଚିକିତ୍ସା ପାଇଁ ରାତି 10ଟାରେ ଠାକୁରମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ଅବସ୍ଥା ଗୁରୁତର ହେବାରୁ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ରାତି 11:30ରେ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟକୁ ଅଣାଯାଇଥିଲା। ଜଙ୍ଗଲୀ ହାତୀ ଆକ୍ରମଣରେ ତାଙ୍କର ଛାତି ଓ ମୁହଁ ପିଠିରେ ଆଘାତ ଲାଗିଛି। କରଞ୍ଜିଆ ସ୍ୱାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ କେଉଁଝର ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ମୟୂରଭଞ୍ଜ କରଞ୍ଜିଆରୁ ହରେକୃଷ୍ଣ ତ୍ରିପାଠୀଙ୍କ ରିପୋର୍ଟ, ସ୍ୱସ୍ତିକ ନ୍ୟୁଜ୍।